ଯୁକ୍ତ 3 ପାଇଁ ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ କଟଅଫ୍ ମାର୍କ। ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନରୁ 17,193 ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ କଳାରେ 23,996 ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି। ସେହିଭଳି ବାଣିଜ୍ୟରେ 2,757 ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି। ଚୟନ ହୋଇଥିବା ଛାତ୍ରଛାତ୍ରୀ ଆସନ୍ତା 23 ରୁ 25 ତାରିଖ ପର୍ଯ୍ୟନ୍ତ ଆଡମିସନ କରିପାରିବେ। ତେବେ କଟଅଫ୍ କଥା ଦେଖିଲେ ଦ୍ୱିତୀୟ ପର୍ଯ୍ୟାୟରେ କଳା ବିଷୟରେ ସର୍ବାଧିକ 91% କଟଅଫ୍ ରେଭେନ୍ସା ବିଶ୍ୱବିଦ୍ୟାଳୟର ରହିଛି। ସେହିପରି ସାଇନ୍ସ ଓ କମର୍ସ ବର୍ଗରେ ମଧ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଧିକ କଟଅଫ୍ ରହିଛି। ଫିଜିକ୍ସ ପାଇଁ 92.80%, ଜୁଲୋଜି ପାଇଁ 92.20 ଓ କମର୍ସ ପାଇଁ 89.83% କଟଅଫ୍ ରହିଛି।